ଆଜିର ଭିଡିଓରେ ଆମେ ରାଜୀବ ଗାନ୍ଧୀଙ୍କ ବିଷୟରେ ଜାଣିବା। ରାଜୀବ ଗାନ୍ଧୀ 20 ଅଗଷ୍ଟ 1944 ମସିହାରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ନାତି ଏବଂ ଇନ୍ଦିରା ଗାନ୍ଧୀ ଓ ଫିରୋଜ ଗାନ୍ଧୀଙ୍କ ପୁତ୍ର ଥିଲେ। ସେ ଇଂଲଣ୍ଡର କେମ୍ବ୍ରିଜ ୟୁନିଭର୍ସିଟିରେ ପାଠ ପଢ଼ିବା ପରେ ଇଣ୍ଡିଆନ୍ ଏୟାରଲାଇନ୍ସରେ ବୃତ୍ତିଗତ ପାଇଲଟ ଭାବେ କାର୍ଯ୍ୟ କରୁଥିଲେ। ରାଜନୀତି ପ୍ରତି ତାଙ୍କର ପ୍ରାରମ୍ଭିକ ଆଗ୍ରହ ନଥିଲା, କିନ୍ତୁ 1980ରେ ତାଙ୍କ ଭାଇ ସଞ୍ଜୟ ଗାନ୍ଧୀଙ୍କ ଆକସ୍ମିକ ମୃତ୍ୟୁ ଏବଂ 1984ରେ ମା ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ସେ ବାଧ୍ୟ ହୋଇ ରାଜନୀତିରେ ପ୍ରବେଶ କରିଥିଲେ। 1984ରେ ମାତ୍ର 40 ବର୍ଷ ବୟସରେ ସେ ଭାରତର ଷଷ୍ଠ ପ୍ରଧାନମନ୍ତ୍ରୀ ହୋଇଥିଲେ। ସେ ଭାରତର ସବୁଠାରୁ କମ୍ ବୟସ୍କ ପ୍ରଧାନମନ୍ତ୍ରୀ ହୋଇଥିଲେ। ଭାରତରେ କମ୍ପ୍ୟୁଟର ଏବଂ ଟେଲିଫୋନ ସଞ୍ଚାର ବ୍ୟବସ୍ଥାର ଆଧୁନିକରଣ ପାଇଁ ସେ ମୂଳଦୁଆ ପକାଇଥିଲେ। ସେ ଭୋଟ ଦେବାର ବୟସ ସୀମା 21 ବର୍ଷରୁ କମାଇ 18 ବର୍ଷ କରିଥିଲେ। ଗ୍ରାମାଞ୍ଚଳରେ ସ୍ୱାୟତ୍ତ ଶାସନକୁ ସୁଦୃଢ଼ କରିବା ପାଇଁ ପଞ୍ଚାୟତରାଜ ବ୍ୟବସ୍ଥାରେ ସୁଧାର ଆଣିଥିଲେ। ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ଗୁଣାତ୍ମକ ଶିକ୍ଷା ପ୍ରଦାନ ହେତୁ ସାରା ଭାରତରେ ନବୋଦୟ ବିଦ୍ୟାଳୟ ସ୍ଥାପନ କରିଥିଲେ। ତାଙ୍କର ଜନ୍ମଦିନ 20 ଅଗଷ୍ଟକୁ ସଦ୍ଭାବନା ଦିବସ ଭାବେ ପାଳନ କରାଯାଏ। 1991ରେ ତାଙ୍କୁ ମରଣୋତ୍ତର ଭାବେ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। 21 ମେ 1991 ମସିହାରେ ତାମିଲନାଡୁର ଶ୍ରୀପେରୁମ୍ବୁନ୍ଦୁରଠାରେ ଏକ ଆତ୍ମଘାତୀ ବିସ୍ଫୋରଣରେ ତାଙ୍କର ଦୁଃଖଦ ମୃତ୍ୟୁ ଘଟିଥିଲା। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ତାହେଲେ ଭିଡ଼ିଓଟି ଲାଇକ୍ କରିଦେବ, ଭିଡ଼ିଓ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହେବା ଆଗାମୀ ଭିଡ଼ିଓରେ। ନମସ୍କାର।